ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। पंचम अध्याय कर्म संन्यास योग। परमात्मा पाप बा पुण्यर कर्ता नुहंती। न कर्तृत्वं न कर्माणि लोकस्य सृजति प्रभुः। न कर्म फल संयोगम स्वभावस्तु प्रवर्त्यते। नादते कस्यचित् पापं न चैव सुकृतं विभुः। अज्ञानेनावृतं ज्ञानं तेन मुह्यन्ति जन्तवः। ज्ञानेन तु तत् ज्ञानं येषामाश्रितमात्मनः तेषामादित्यवत् ज्ञानं प्रकाशयति तत्परं। तद्बुद्धयस्तदात्मानस्तनिष्ठस्तत्परायणाः गच्छन्त्यः पुनरावृत्तिं ज्ञाननिधृतकल्मषाः। अर्थ परमात्मा ଲୋକମାନଙ୍କର କର୍ତ୍ତୃତ୍ୱ ଭାବ ସୃଷ୍ଟି କରନ୍ତି ନାହିଁ। କର୍ମ ସମୂହ ସୃଷ୍ଟି କରନ୍ତି ନାହିଁ। କର୍ମ ସହିତ ଫଳର ସଂଯୋଗ ସୃଷ୍ଟି କରନ୍ତି ନାହିଁ। ସ୍ୱଭାବବଶତଃ ସେମାନେ ଏ ସମସ୍ତ କରିଥାନ୍ତି। ପରମାତ୍ମା କାହାରି ପାପ ଗ୍ରହଣ କରନ୍ତି ନାହିଁ କି ପୁଣ୍ୟ ମଧ୍ୟ ଗ୍ରହଣ କରନ୍ତି ନାହିଁ। ଅଜ୍ଞାନ ରୂପକ ଅନ୍ଧକାର ଦ୍ୱାରା ଆତ୍ମଜ୍ଞାନ ଆଚ୍ଛାଦିତ ହୋଇଥିବାରୁ ଜୀବଗଣ ବିମୂଢ଼ ହୁଅନ୍ତି। ପରନ୍ତୁ ଯାହାଦ୍ୱାରା ସେହି ପ୍ରକୃତ ଅଜ୍ଞାନ ଆତ୍ମଜ୍ଞାନ ଦ୍ୱାରା ବିନଷ୍ଟ ହୋଇଛି ସେମାନଙ୍କ ଦ୍ୱାରା ସେହି ଆତ୍ମଜ୍ଞାନ ସୂର୍ଯ୍ୟ ସଦୃଶ ପରମାତ୍ମାଙ୍କ ସ୍ୱରୂପକୁ ପ୍ରକାଶ କରେ। ପରମାତ୍ମାଙ୍କ ସହିତ ଯାହାର ବୁଦ୍ଧି ସନ୍ନିବିଷ୍ଟ ତାଙ୍କ ସହିତ ଯାହାର ତାଦାତ୍ମ୍ୟ ଭାବ ପରମାତ୍ମାନିଷ୍ଠ ଈଶ୍ୱର ପରାୟଣ ଜ୍ଞାନ ରୂପକ ସଲିଳରେ ଯାହାର ସମସ୍ତ ପାପ ଧୌତ ହୋଇସାରିଛି ସେହିପରି ବ୍ୟକ୍ତିମାନେ ମୁକ୍ତିପଦ ପ୍ରାପ୍ତ ହୁଅନ୍ତି। ବ୍ୟାଖ୍ୟା। ପ୍ରକୃତି ବା ସଂସ୍କାର ଦ୍ୱାରା ବଶୀଭୂତ ହୋଇ ମନୁଷ୍ୟ ଭଲ ବା ମନ୍ଦ କର୍ମ କରେ। କର୍ମଫଳ ଆଧାରରେ ସେ ପୁଣ୍ୟାତ୍ମା ବା ପାପାତ୍ମା ରୂପେ ବିବେଚିତ ହୁଏ। ଆତ୍ମାରେ ମୁଦ୍ରିତ ଥିବା ପୂର୍ବ ବା ବର୍ତ୍ତମାନର କର୍ମଫଳ ହିଁ ତାର ଇନ୍ଦ୍ରିୟମାନଙ୍କୁ ଅନୁରୂପ କର୍ମରେ ପ୍ରବୃତ୍ତ ହେବାକୁ ପ୍ରେରିତ କରେ। ତେଣୁ ବସ୍ତୁତଃ ପ୍ରତ୍ୟେକ ମନୁଷ୍ୟାତ୍ମାର କୌଣସି କର୍ମ ପ୍ରେରକ ପରମାତ୍ମା ନୁହନ୍ତି। ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ। ଦେହ ଅଭିମାନ ହେତୁ ମନୁଷ୍ୟ ଅନ୍ତରସ୍ଥ ଆତ୍ମାକୁ ଚିହ୍ନି ପାରେ ନାହିଁ। ତେଣୁ କର୍ମରେ ତାର ଅଭିମାନ ଆସେ। ଅଭିମାନ ଆସକ୍ତିରୁ ଜନ୍ମ ନିଏ। ଦେହ ଅଭିମାନ ହେଉଛି ଅଜ୍ଞାନ। କାରଣ ବ୍ୟକ୍ତି ସ୍ୱୟଂ ଶରୀର ନୁହେଁ, ସେ ଏକ ଚିନ୍ମୟ ଆତ୍ମା। ଆତ୍ମବିସ୍ମୃତ ହେତୁ ସେ ପରମାତ୍ମାକୁ ମଧ୍ୟ ଜାଣିପାରେ ନାହିଁ ଓ ତାଙ୍କ ବିଷୟରେ ବିଭିନ୍ନ ଭ୍ରମାତ୍ମକ ଧାରଣା ପୋଷଣ କରେ। ସେ ନିଜକୁ ବ୍ରହ୍ମସ୍ୱରୂପ ମନେ କରେ ବା ନିଜ ମଧ୍ୟରେ ପରମାତ୍ମାଙ୍କ ଅବସ୍ଥାନକୁ ସ୍ୱୀକାର କରି ତାଙ୍କୁ ପାପ ପୁଣ୍ୟର ଅଧିକାରୀ ବୋଲି ମନେ କରେ। କିନ୍ତୁ ମନୁଷ୍ୟର କୌଣସି କର୍ମର ଶୁଭାଶୁଭ ଫଳର ପ୍ରେରକ ବା ଅଧିକାରୀ ପରମାତ୍ମା ନୁହନ୍ତି। ଅଜ୍ଞାନବଶତଃ ମନୁଷ୍ୟ ନିଜ ଅନ୍ତରସ୍ଥ ଆତ୍ମାର ପ୍ରକୃତ ସ୍ୱରୂପ ନ ଜାଣି ଏହିପରି ବିମୂଢ଼ ହୋଇପଡ଼େ। ଆତ୍ମା ଅନାଦି ଓ ଶାଶ୍ୱତ ହୋଇଥିବାରୁ ଏହା ମଧ୍ୟରେ ଆତ୍ମଜ୍ଞାନ ସୁପ୍ତ ଅବସ୍ଥାରେ ଅବସ୍ଥିତ ଥାଏ। ତାହା ପ୍ରକୃତ ଅଜ୍ଞାନ ବା ଦେହାଭିମାନ ଦ୍ୱାରା ବିସ୍ତୃତ ହୋଇଯାଇଥାଏ। ଈଶ୍ୱରୀୟ ଜ୍ଞାନର ନିରନ୍ତର ଅଭ୍ୟାସ ଦ୍ୱାରା ଆତ୍ମସ୍ମୃତି ଜାଗ୍ରତ ହୁଏ। ଏହାଦ୍ୱାରା ସ୍ୱତଃ ସ୍ଫୁର୍ତ୍ତ ଭାବରେ ଆତ୍ମାରେ ଜ୍ଞାନର ସ୍ଫୁରଣ ହୁଏ। ମେଘମୁକ୍ତ ଆକାଶରେ ସୂର୍ଯ୍ୟଙ୍କ ଭଳି ଯୋଗୀ ପରମାତ୍ମାକୁ ଅନୁଭବ କରିପାରେ। ତେଣୁ ବୁଦ୍ଧିର ଯୁକ୍ତିତର୍କ ଦ୍ୱାରା ଜ୍ଞାନ ଲବ୍ଧ ନୁହେଁ।
ଏହା ନିରନ୍ତର ଅଭ୍ୟାସ କଲେ ହିଁ ଅନ୍ତରରୁ ଆପେ ଆପେ ସ୍ଫୁରିତ ହୁଏ। ଏହା ହିଁ ମୁକ୍ତିର ସୁଗମ ପନ୍ଥା। ପରମାତ୍ମାଙ୍କ ସହିତ ସତତ ଯୋଗଯୁକ୍ତ ହୋଇ ତାଙ୍କ ନିର୍ଦ୍ଦେଶିତ ମାର୍ଗରେ ପରିଚାଳିତ ହେଲେ ମାନବ ସମସ୍ତ ପାପରୁ ମୁକ୍ତ ହୁଏ ଓ ଶେଷରେ ତାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ତ୍ତନ କରେ। ଏହାକୁ ମୁକ୍ତି କୁହାଯାଏ। କ୍ରମଶଃ ଓମ୍ ଶାନ୍ତି।